ନୀଳଗିରି ଶ୍ରୀକ୍ଷେତ୍ର ଢେଙ୍କାନାଳ। ଦେଖନ୍ତୁ ତାର ଫ୍ରଣ୍ଟ ଭାଗ ଫ୍ରଣ୍ଟ ସ୍ତମ୍ଭ ଏଇଟା ପାଖକୁ ଲାଗିକି ଗୋଟେ ଗୋଲାପ ବଗିଚା ଅଛି। ପୁରା ଭଲ ସେ ଦେଖନ୍ତୁ ବଢ଼ିଆ ସୁନ୍ଦର ଲାଗୁଛି। ଗୋଲାପ ଗଛ ବହୁତ ଭେରାଇଟିର ଗୋଲାପ ଗଛ ଅଛି। ଆଉ କ'ଣ ମନ୍ଦିର ଭିତରକୁ ପ୍ରବେଶ କରିବା କଥା କ'ଣ ନାହିଁ ସବୁ ଡିଟେଲ୍ସ ଲେଖା ହେଇଛି। ମନ୍ଦିର ଭିତରକୁ ନେବା ପାଇଁ କ'ଣ ନୁହନ୍ତି। ଆଉ କେତେ ସୁନ୍ଦର ଦେଖାଯାଉଛନ୍ତି ଦେଖନ୍ତୁ ଜଗନ୍ନାଥଙ୍କୁ। ତା ପାଖକୁ ଲାଗି ନଦୀକୂଳ ଅଛି। ଛୋଟ ଛୁଆଙ୍କ ପାଇଁ ଖେଳିବା ପାଇଁ ଦୋଳି ମଧ୍ୟ ଅଛି। ବାହାରେ ବି ଦେଖନ୍ତୁ ଲୋକ କେମିତି ଦୋଳି ଖେଳୁଛନ୍ତି। ଆପଣଙ୍କୁ ପୁରା ଶାନ୍ତି ଲାଗିବ। ଏଇ ତଳେ ମଣ୍ଡପ ବଢ଼ିଆ ଗୋଟେ ଅଛି। ସେ ମଣ୍ଡପରେ ବଢ଼ିଆ କାରୁକାର୍ଯ୍ୟ ହେଇଛି। ତାଙ୍କର ସବୁ ପିଲର ମାନଙ୍କର ଗୋଟେ ଗୋଟେ କାରୁକାର୍ଯ୍ୟ ମୂର୍ତ୍ତି ଗୁଡ଼ା ତିଆରି ହେଇଛି। ଏ ପିଲର ତଳେ ଆରାମସେ ବସିବ ବହୁତ ଶାନ୍ତି ଲାଗିବ। ଚାରିକର ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। ସେଠିକି ଯିବି ମାନେ ଭଲ ପିଇବା ପାଇଁ ପାଣି ସୁବିଧା କରାଯାଇଛି ବି। ଧୀରେ ଧୀରେ ଦେଖନ୍ତୁ ପୁରା ମନ୍ଦିରଟା ଦେଖନ୍ତୁ ବଢ଼ିଆ ଟିକେ ଲାଗୁଛି। ଥରେ ଆସନ୍ତୁ ସେଇ ଜାଗାକୁ ବୁଲିକି ଯାଆନ୍ତୁ। ଆପଣଙ୍କୁ ବହୁତ ଭଲ ଲାଗିବ ଆଉ ଶାନ୍ତି ଲାଗିବ। ପୁଣି ଥରେ ଆସିବାକୁ ଇଚ୍ଛା ହେବ। ଆମେ ତ ବହୁତ ଏନ୍ଜୟ କଲୁ। ଆପଣମାନେ ବି ଆସନ୍ତୁ। କାରଣ ଶ୍ରୀକ୍ଷେତ୍ର ଜଗନ୍ନାଥ ଟେମ୍ପଲ ଢେଙ୍କାନାଳ ଏକଘରିଆ ଢେଙ୍କାନାଳ। ପୁରୀ की जो तुलसी माला जाए यही बुलेट सदाड़े जाए। बाबा नहीं कि जाती पुरी की सकाल सकाल भोर भोर नहीं पुरी रे दियंती फुल को तुलसी गछ बहुत तुलसी गछ लगी केते तुलसी गछ ये अच्छी बहुत भेराइटर तुलसी गछ अच्छी। हुंड भाया कराई तुलसी गछ लगाई ये भी माटी लगाई पूरा साइज रे लगाई देखिए आप तुलसी गछ देखते बढ़िया भागे लगाई तुलसी गचर लोक ए सफा कर बहुत घास उठी से सफा कर चली तुलसी गछ।
ଧୀରେ ଆସନ୍ତୁ ଥରେ ଦେଖିକି ଯାଆନ୍ତୁ। ବହୁତ ମଜା ଲାଗିବ, ମନ ଆପଣ ଅଭଡ଼ା ବି ଏଠି ଖାଇପାରିବେ। ଅଭଡ଼ା ବି ହେଉଛି। ବହୁତ ଭେରାଇଟିର ଫୁଲ ଗଛ ବି ଲାଗିଛି। ଜୟ ଜଗନ୍ନାଥ କୃଷ୍ଣଙ୍କ ମନ୍ଦିର ଅତି ସୁନ୍ଦର ଲାଗୁଛି ଦେଖନ୍ତୁ। ମୁଁ ତ ବହୁତ ଏନ୍ଜୟ କରୁଛି। ସମସ୍ତଙ୍କୁ ଅନୁରୋଧ, ଆସନ୍ତୁ ବୁଲିକି ଯାଆନ୍ତୁ। ଶ୍ରୀକ୍ଷେତ୍ର, ଦେବଗଡ଼ିଆ, ଢେଙ୍କାନାଳ। ଆଉ ସବୁବେଳେ ମୋ ଚ୍ୟାନେଲକୁ ଫଲୋ ଆଣ୍ଡ ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ ଲାଇକ୍ କରନ୍ତୁ। ଏତିକି କରି ଧନ୍ୟବାଦ। ଜୟ ଜଗନ୍ନାଥ। ସମସ୍ତଙ୍କୁ ଭଲରେ ରୁହନ୍ତୁ। ଆଉ ସେ ଶ୍ରୀକ୍ଷେତ୍ର କରିବାକୁ ଥରେ ଆସି ବୁଲିକି ଯାଆନ୍ତୁ। ଜୟ ଜଗନ୍ନାଥ। ନମସ୍କାର ରହିଲି। ଆପଣମାନେ ବି ଆସନ୍ତୁ।